କେଦାର ଗୌରୀ ସିରିଏଲରେ ଦେଖିବାକୁ ପାଇବେ ଆଉ ଗୋଟେ ଇଣ୍ଟରେଷ୍ଟିଂ ସିନ୍। ଆଜି ଚନ୍ଦନ ସବୁ ସତ କଥା କହିଦେଇଛି ଯେ ତାଙ୍କର ଝିଅ ଶିବିକା ନୁହଁ ବୋଲି। ହଁ ଦର୍ଶକ ବନ୍ଧୁ, ଯେତେବେଳେ ଗୌରୀ ତାଙ୍କ ରୁମ୍ରେ ଶିବିକାକୁ କ୍ଷୀର ପିଆଉଥିବେ, ତାପରେ ସେଠାକୁ ବୀଣା ଆଉ କେଦାର ଆସିବେ। ଆଉ ବୀଣା ଗୌରୀଙ୍କୁ କହିବ, ଏମିତି କରିବାକୁ ତୁମର ସାହସ କେମିତି ହେଉଛି? ତାପରେ ଗୌରୀ କହିବେ, ମୁଁ ଦିବ୍ୟାକୁ କ୍ଷୀର ପିଆଉଛି। ଆଉ ଶିବିକା ତ ଆମ ଘରର ଝିଅ ନା, କ'ଣ ମୁଁ ତାକୁ କ୍ଷୀର ପିଆଇ ପାରିବିନି? ତାପରେ ବୀଣା କହିବ, ନା, ତୁମ ଦେହରେ ଯେଉଁ କ୍ଷୀର ସେଇଟା ଗୋଟେ ମଲା ଛୁଆ ପାଇଁ, ମୋ ଛୁଆ ପାଇଁ ନୁହଁ। ତାପରେ ବୀଣାର ଏମିତି କଥା ଶୁଣି ଚନ୍ଦନ ନିଜକୁ ନିଜେ କଣ୍ଟ୍ରୋଲ କରି ନପାରି ସେ ବଡ଼ ପାଟିରେ ବୀଣାକୁ କହିବେ, ବୀଣା, ଶିବିକା ତୁମ ଝିଅ ନୁହଁ। ଆଉ ଚନ୍ଦନ ପାଖରୁ ଏମିତି କଥା ଶୁଣି ତାଙ୍କ ଘର ଲୋକ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ତ ଦର୍ଶକ ବନ୍ଧୁ, ଚନ୍ଦନ କ'ଣ କହିଦେବ ସେ ଛୁଆ ଗୌରୀ ଦିଦିଙ୍କର ବୋଲି, ଆଉ ମୁଁ ହିଁ ତାକୁ ଚୋରି କରିଥିଲି ବୋଲି? ଆପଣଙ୍କୁ କ'ଣ ଲାଗୁଛି କମେଣ୍ଟ କରି ଜଣାଇବେ।